ଏବେ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପକୁ ନେଇ ଆସିଲା ବଡ଼ ସୂଚନା। ଭୀଷଣ ରୂପ ନେଉଛି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଆଜି ଉପକୂଳ ସହ ଉତ୍ତରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼ ସମେତ ସମ୍ବଲପୁରରେ ଭାରୀରୁ ଅତି ଭାରୀ ବର୍ଷା ଦେଖିବା ପାଇଁ ମିଳିଛି। ଗତକାଲିର ରିପୋର୍ଟ ଅନୁସାରେ ସମ୍ବଲପୁରରେ 54 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି ଏବଂ ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଆହୁରି 72 ଘଣ୍ଟା ରାଜ୍ୟରେ ଭାରୀରୁ ଅତି ଭାରୀ ବର୍ଷା ରହିବ। ଉପକୂଳ ମୁହାଁ ହେଉଛି ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଆଗାମୀ 24 ଘଣ୍ଟାରେ ରାଜ୍ୟର ବାଲେଶ୍ୱର ସମେତ କେତେକ ସ୍ଥାନରେ ଦେଖିବା ପାଇଁ ମିଳିବ ଅତି ପ୍ରବଳ ବର୍ଷା। ମୟୂରଭଞ୍ଜ ସମେତ ଆଉ 6 ଜିଲ୍ଲାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ଚେତାବନୀ ରଖିଲା ବିଭାଗ। 20 ସେଣ୍ଟିମିଟର ଉପରେ ବର୍ଷାର ସମ୍ଭାବନା କରିଛି ବିଭାଗ। ଏବେ ନଜର ପକାନ୍ତୁ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ କେଉଁଠି ରହିଛି, କେଉଁ ଆଡ଼କୁ ଗତି କରୁଛି। ଏହାର ପ୍ରଭାବରେ ଓଡ଼ିଶାର କେଉଁ ସବୁ ଜିଲ୍ଲାମାନଙ୍କରେ ଭାରୀରୁ ଅତି ଭାରୀ ବର୍ଷାରେ ଏବେଠୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗରୁ ପରାମର୍ଶ ଜାରି ହୋଇଛି। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିନଥିଲେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରି ଘଣ୍ଟି ବଟନକୁ ଦବାନ୍ତୁ ଏବଂ ସାଙ୍ଗସାଥି ସମସ୍ତଙ୍କୁ ଭିଡ଼ିଓକୁ ସେୟାର କରନ୍ତୁ। ତ ଭାରତ ପାଣିପାଗ ବିଭାଗରୁ ଆସିଲା ପୁଣି ବଡ଼ ସୂଚନା। ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଲଘୁଚାପ କ୍ଷେତ୍ର ଏବେ ଓଡ଼ିଶା ଉପକୂଳ ମୁହାଁ ହୋଇଛି। ତେବେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ରଟି ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏହା ଓଡ଼ିଶା ପଶ୍ଚିମବଙ୍ଗ ଦେଇ ଗତି କରିବ, ଯାହାକି ଝାଡ଼ଖଣ୍ଡ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ 72 ଘଣ୍ଟା ରାଜ୍ୟରେ ଭାରୀରୁ ଅତି ଭାରୀ ବର୍ଷାରେ ଚେତାବନୀ ରଖିଲା ବିଭାଗ। ସର୍ବାଧିକ ବର୍ଷା ଆଗାମୀ 2ରୁ 3 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼ ସମେତ ସମ୍ବଲପୁର ଜିଲ୍ଲାରେ ଜାରି ରହିବ ଏବଂ ପାଣିପାଗ ବିଭାଗ ଜାରି ସୂଚନା କହୁଛି ଆଗାମୀ 24 ଘଣ୍ଟା ରାଜ୍ୟରେ ଭାରୀରୁ ଅତି ଭାରୀ ବର୍ଷା ଜାରି ରହିବ। ଉତ୍ତର ଓଡ଼ିଶାର ପ୍ରାୟ ଅଞ୍ଚଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସର୍ବାଧିକ ବର୍ଷା ସୁନ୍ଦରଗଡ଼, କେଉଁଝର, ଦେଓଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାରେ ଦେଖିବା ପାଇଁ ମିଳିବ। 24 ଘଣ୍ଟା ମଧ୍ୟରେ ଏ ସମସ୍ତ ଜିଲ୍ଲାମାନଙ୍କରେ 12ରୁ 20 ସେଣ୍ଟିମିଟର ବର୍ଷା ସହ କେତେକ ସ୍ଥାନରେ ଭାରୀରୁ ଅତି ଭାରୀ ବର୍ଷା ନେଇ ଚେତାବନୀ ରଖାଯାଇଛି ଏବଂ ପବନର ବେଗ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ରହିବା ନେଇ ପାଣିପାଗ ବିଭାଗରୁ ସତର୍କ ସୂଚନା ଜାରି ହୋଇଛି। ଏପଟେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଢେଙ୍କାନାଳ ସମେତ ନୟାଗଡ଼, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲା ପାଇଁ ଏବେ ଜାରି ହୋଇଛି ବଡ଼ ସୂଚନା। ଏ ସମସ୍ତ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ରହିବ। 7ରୁ 11 ସେଣ୍ଟିମିଟର ମଧ୍ୟରେ ବର୍ଷା ଦେଖିବା ପାଇଁ ମିଳିବ। ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବଜ୍ରପାତ ଏବଂ ପବନର ବେଗ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ରହିବା ନେଇ ପାଣିପାଗ କେନ୍ଦ୍ରରୁ ସତର୍କ ସୂଚନା ଜାରି ହୋଇଛି।